ମାଛ କଟଲେଟ୍। ଆବଶ୍ୟକ ସାମଗ୍ରୀ 300 ଗ୍ରାମ ଭେକ୍ଟି ମାଛ, ଅନ୍ୟ ମାଛ ବି ହୋଇପାରେ କିନ୍ତୁ କଣ୍ଟା କଢ଼ା ହୋଇଥିବ। 10 ଗ୍ରାମ ଧଳା ଗୋଲମରିଚ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, 10 ଗ୍ରାମ ସୋରିଷ ଗୁଣ୍ଡ, 150 ମିଲି ଟମାଟୋ ସସ୍, 1ଟି ଲେମ୍ବୁ, 2ଟି ପିଆଜ ଓ କିଛି ଧନିଆ ପତ୍ର। ପ୍ରଥମେ ମାଛରେ ଗୋଲମରିଚ ଗୁଣ୍ଡ, ଲୁଣ, ସୋରିଷ ଗୁଣ୍ଡ, ଧନିଆ ପତ୍ର କଟା, ପିଆଜ କଟା ଓ ଗୋଟିଏ ଅଣ୍ଡା ମିଶାନ୍ତୁ। ଭଲ ଭାବରେ ମିଶାଇ ଏହି ମିଶ୍ରଣକୁ 12ଟି ଭାଗ କରନ୍ତୁ। ସାମାନ୍ୟ ତେଲ ହାତ ହୋଇ ପ୍ରତ୍ୟେକ ଭାଗକୁ ମାଛ ଆକାରରେ ଗଢ଼ନ୍ତୁ। ଗୋଟେ ଅଣ୍ଡା ଭାଙ୍ଗି ଖୁବ୍ ଫେଣ୍ଟନ୍ତୁ। ଏଥର ମାଛ ମିଶ୍ରଣକୁ ଏଥିରେ ବୁଡ଼େଇ ପାଉଁରୁଟି ଗୁଣ୍ଡରେ ଗଡ଼େଇ ତେଲରେ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ତାପରେ ଏହାକୁ କଟା ଲେମ୍ବୁ, ଗୋଲ ଗୋଲ ପିଆଜ ଏବଂ ଟମାଟୋ ସସ୍ ସହିତ ପରସନ୍ତୁ।